ଏକ ଶାନ୍ତ ସକାଳରେ ଝରଣା କୂଳରେ ଗଛ ଉପରେ ଗୋଟେ କପୋତ ବସିଥାଏ। ସେ ଦିନେ ଦେଖେ ଗୋଟେ ପିମ୍ପୁଡ଼ି ପାଣି ପିଇବାକୁ ଆସି ପାଣିରେ ଭାସି ଯାଉଛି। ଯେତେ ଚେଷ୍ଟା କଲେ ବି ବାହାରକୁ ବାହାରି ପାରୁନାହିଁ। କପୋତଟି ସାଙ୍ଗେ ସାଙ୍ଗେ ଯାଇ ଦୁଇଟି ପତ୍ର ଆଣି ପିମ୍ପୁଡ଼ି ପାଖରେ ପକେଇ ଦିଏ ଆଉ ତାକୁ ସେଇଠୁ ବଞ୍ଚେଇ ଦିଏ। ପିମ୍ପୁଡ଼ିଟି କପୋତକୁ ଧନ୍ୟବାଦ କରେ ଆଉ ଦୁଇଜଣ ସେଇଠୁ ଭଲ ବନ୍ଧୁ ହୋଇଯାଆନ୍ତି। ଦିନେ ଗୋଟେ ଶିକାରୀ ଆସି କପୋତକୁ ଶିକାର କରିବାକୁ ଚେଷ୍ଟା କରେ। ପିମ୍ପୁଡ଼ିଟି ଏହା ଦେଖି ସାଙ୍ଗେ ସାଙ୍ଗେ ଯାଇ ଶିକାରୀର ପାଦରେ କାମୁଡ଼ି ଦିଏ। ଏଇଠୁ ଶିକାରୀର ଲକ୍ଷ୍ୟ ଭେଦ ହୋଇପାରେ ନାହିଁ ଆଉ କପୋତଟି ଖୋଲା ଆକାଶରେ ଉଡ଼ିଯାଏ। ଶିକ୍ଷା: ଭଲ କାମ କଲେ ଭଲ ଫଳ ମିଳେ। ଅନ୍ୟର ଉପକାର କଲେ ଭଗବାନ ଆମର ଉପକାର କରନ୍ତି।